ଯେତେବେଳେ ମୋର ବେଶୀ ମସଲା ଖାଇବା ପାଇଁ ଇଚ୍ଛା ନଥାଏ ସେତିକିବେଳେ ମୁଁ କରେ ନା ଏମିତି କିଛି ହାଲକା ମସଲା ଦେଇକି ମଟର ତରକାରୀ ହଉ କିମ୍ବା ଅଲଗା କୌଣସି ତରକାରୀ ବନେଇକି ଖାଇଦିଏ ମତେ ବହୁତ ଭଲ ଲାଗେ। ଖାସ୍ କରି ରାତିରେ ବା ଡିନରରେ ଖାଇବା ପାଇଁ ମତେ ବହୁତ ଭଲ ଲାଗେ କାହିଁକିନା ଡିନରରେ ହାଲକା ଖାଇବା ହିଁ ଦେହ ପାଇଁ ବହୁତ ଭଲ। ନର୍ମାଲି ଆମେ କଣ କରୁନା ବେଳେ ବେଳେ ଯେତେବେଳେ ମଟର ବତୁରେଇ ଥାଉ କରିବା ପାଇଁ କିନ୍ତୁ କୌଣସି ଗୋଟେ କାରଣରୁ କରିନଥାଉ ତାକୁ ଆମେ ଫ୍ରିଜରେ ଥୋଇ ଦେଇଥାଉ। ଯେତେବେଳେ ଆମେ ତା ପରଦିନ କରୁ ଆପଣମାନେ ଲକ୍ଷ୍ୟ ରଖିଥିବେ ମଟରଟା ଆପଣଙ୍କର କଣ ହୁଏ ନା କଉଡିଆ ହୁଏ ଡାଇରେକ୍ଟ ଭଲସେ ସିଝିବନି। ଆପଣମାନେ ନିଶ୍ଚିନ୍ତ ଥରେ ଦେଖିବେ ନଜର କରିବେ। ସେଥିପାଇଁ ମୁଁ କଣ କରେ ନା ଯେତେବେଳେ ଫ୍ରିଜରେ ରଖେ ତାକୁ ବାହାର କରିନିଏ ବାହାର କରିକି ମିନିମମ୍ 7 ରୁ 8 ଥର ତାକୁ ଭଲସେ ଧୋଇ ନିଏ ନର୍ମାଲ ପାଣିରେ। ଧୋଇ ସାରିଲା ପରେ ସେଥିରେ ପାଣି ଦେଇକି ତାକୁ 10 ରୁ 15 ମିନିଟ୍ ପାଖାପାଖି ତାକୁ ମୁଁ ଛାଡ଼ିଦିଏ ନର୍ମାଲ ଟେମ୍ପରେଚରକୁ ଆସିବା ପାଇଁ। ଆଉ ଯଦି ଆପଣ ବ୍ୟସ୍ତ ଥାନ୍ତି ଧୋଇ ନ ପାରନ୍ତି ତାକୁ ଫ୍ରିଜରୁ କରିବାର ମିନିମମ୍ ଘଣ୍ଟାକ ପୂର୍ବରୁ ତାକୁ କାଢି ନେବେ। କାଢିକି ପାଣି ଦେଇକି ତାକୁ ସେମିତି ଛାଡ଼ିଦେବେ। ଛାଡ଼ିଦେଲେ କଣ ହବ ନା ତା ନର୍ମାଲ ଟେମ୍ପରେଚରକୁ ସେ ପଳେଇ ଆସିବ। ଏବେ ଆମେ ଆଳୁ ନବା। ଏଠି ବଡ ସାଇଜର ଗୋଟେ ଆଳୁ ନେଇଛି ତାକୁ କଣ କରିବା ନା କ୍ୟୁବ ସାଇଜରେ କାଟି ନବା। ଆପଣ ଚାହିଁଲେ ଆଳୁର ଚୋପା ବି ଛଡେଇ ପାରିବେ ନଚେତ ନର୍ମାଲି ଏମିତି ଚୋପା ଲଗା ବି ଭଲ ଲାଗେ। ପୁରା କ୍ୟୁବ ସାଇଜରେ ଛୋଟ ଛୋଟ ସାଇଜରେ ହିଁ କାଟି ନେବେ। ଏବେ ଏଠି ଆମେ କଣ କରିବା ନା ଆଜି ଆମେ ପ୍ରେସର କୁକରରେ ବନେଇବାନି ଆଉ ନର୍ମାଲ ଆଜି ଆମେ ବନେଇବା କଡେଇରେ। ଆଉ ଆପଣ ମାନେ ଲକ୍ଷ୍ୟ ରଖିଥିବେ ପ୍ରେସର ଅପେକ୍ଷା ଆପଣ ଯୋଉଟା ମାନେ ଖୋଲାରେ ବସାନ୍ତି ମଟର ତରକାରୀ ହଉ କିମ୍ବା ଆଳୁ ହଉ କିମ୍ବା ଡାଲମା ହଉ ତାର ସ୍ୱାଦଟା ଟିକେ ଅଲଗା ଆସିଥାଏ। ଟେଷ୍ଟ ମଧ୍ୟ ବହୁତ ଭଲ ଆସିଥାଏ। ଆଜିକା ଡେଟରେ ଆମେ ସମସ୍ତେ ବ୍ୟସ୍ତ ହେତୁ ଆମେ କଣ କରୁଛୁ ନା ପ୍ରେସର କୁକରରେ ବସେଇ ଦଉଛୁ ଯୋଉଥିରେ କି ତାର ଯୋଉ ଆକ୍ଚୁଆଲି ଯୋଉ ବାସ୍ନାଟା ସେ ବାସ୍ନାଟା ହିଁ ଆସେନି। ମୁଁ ଆଜି ତାକୁ କରେଇରେ ବସେଇଛି ଆଉ କରେଇରେ ଦେଇଛି 6 କପ୍ ପାଣି। ମାନେ କହିଲେ ଏଠି ମୁଁ କଣ କରିଛି ନା 1.5 କପ୍ ନେଇଥିଲେ ମଟର ସେ 1.5 କପ୍ ମଟର ପାଇଁ ଏଠି ମୁଁ 6 କପ୍ ପାଣି ଦେଇଛି। ତାପରେ ଏଠିରେ ଆମେ ଆଳୁ ମଟରକୁ ପକେଇ ନେବା। ପକେଇକି ହଳଦୀ ପାଉଡର ଲୁଣ ପକେଇବେ। ତା ସହିତ ହାଫ ଚାମଚ ନେବେ ଖାଇବା ସୋଡା ଯୋଉଟା କି ମାନେ ଭଲସେ ଟିକେ ସିଝେଇ ଦବ। ତାକୁ ଆମେ ଛାଡ଼ିଦେବା ମିଡିୟମ ଫ୍ଲେମରେ ସିଝିବା ପାଇଁ। ଏବେ ଦେଖନ୍ତୁ ଏ ବଢିଆ ସେ ଆମର ସିଝି ଯାଇଛି ମାନେ ଗୋଟେ ଗୋଟେ ସିଝିଛି ଆଉ ଗୋଟେ ଗୋଟେ ସିଝିନି ଏଇ ଟାଇପର ହିଁ ରହିଛି। ଆଉ ପାଣିର କନସିଷ୍ଟେନ୍ସିଟା ଆପଣ ଦେଖିବେ କେତେ ନେବେ କମ ନେବେ କି ଅଧିକ ନେବେ ସେଇ ଅନୁସାରେ ରଖିବେ। ତାପରେ ଏଠି ଆମେ ଦେବା ଛେଚା ମସଲା। ଆପଣ ବଟା ମସଲା ବି ଦେଇପାରିବେ ଯେହେତୁ ମୁଁ କହିଛି ନା ହାଲକା ମସଲା ହିଁ ମତେ ବହୁତ ଭଲ ଲାଗିଥାଏ ବେଳେ ବେଳେ ତେଣୁକରି ଏଠି ମୁଁ ଛେଚା ମସଲା ନେଇଛି। 3 ରୁ 4 ଇଞ୍ଚ ଅଦା 2ଟି କଞ୍ଚା ଲଙ୍କା ତାକୁ ଭଲସେ ଛେଚି ନେଇଛି। ତେଲ ଏଠି ମୁଁ ଦେଇଛି ରିଫାଇନ ତେଲ ଆଉ ନର୍ମାଲି ଆପଣ ଚାହିଁଲେ ସୋରିଷ ତେଲ ମଧ୍ୟ କରିପାରିବେ। ଯେହେତୁ ଆଜି ଅମାବାସ୍ୟା ଥିଲା ବିନା ପିଆଜ ରସୁଣ ତେଣୁକରି ମୁଁ ବିନା ପିଆଜ ରସୁଣ ଯୋଗୁ କେବଳ ଅଦା କଞ୍ଚା ଲଙ୍କା ହିଁ ନେଇଛି। ପ୍ରଥମେ ତେଲକୁ ଭଲସେ ତାତିବାକୁ ଦେବେ। ତେଲ ତାତିଲା ପରେ 2ଟି ଶୁଖିଲା ଲଙ୍କା ତାକୁ ପକେଇବେ। ଶୁଖିଲା ଲଙ୍କା ଟିକେ ହାଲକା ତାତି ଆସିଲା ପରେ ତା ଦେହରେ କଣ କରିବେ ନା ହାଫ ଚାମଚ ପଞ୍ଚ ଫୁଟଣ ଦେବେ। ଫୁଟଣଟା ନର୍ମାଲି ବଢିଆ ସେ ଫୁଟେଇବେ ଯେମିତି ଭଲସେ ଫୁଟିଯିବ। ଫୁଟିଲା ପରେ ତାର ଭଲ ଗୋଟେ ବାସ୍ନା ଆସିବ। ତାପରେ କଣ କରିବେ ନା ଅଦା ଛେଚିକି ରଖିଥିଲେ ତାକୁ ଆଡ କରିବେ। ତା ସହିତ କରି ପତ୍ତା ବା କହନ୍ତି ଭୃସୁଙ୍ଗା ପତ୍ର ତା ଦେହରେ ଆପଣ ଯେମିତି ହେଲେ ଆଡ କରିବେ। ଦେଖିବେ ତାର ଗୋଟେ ବାସ୍ନା ବହୁତ ଭଲ ଆସିଥାଏ ମଟର ତରକାରୀରେ। ଆଉ ଯଦି ଆପଣଙ୍କୁ ପସନ୍ଦ ନୁହଁ ଆପଣ ସ୍କିପ୍ ମଧ୍ୟ କରିପାରିବେ। ଏବେ ଆକୁ କଣ କରିବେ ନା ଆମେ ଟିକେ ହାଲକା ଭାଜିବା ଯେମିତିକି ତା କଲରଟା ଟିକେ ଅଦାର ଚେଞ୍ଜ ହେଇଯିବ। ତାପରେ ସେଥିରେ ଆମେ ମଟରକୁ ଢାଳି ନବା। ଢାଳିକି ଏଠି ମୁଁ କିଛି କଟା ହେଇଥିବା ନଡିଆ ମଧ୍ୟ ଆଡ କରିଛି। ଆଉ ଯଦି ଆପଣ ଚାହିଁବେ ପାଣିର କ୍ୱାଣ୍ଟିଟି ଟିକେ ଅଧିକ ରଖିବା ପାଇଁ ତାହେଲେ ଆଉ ଟିକେ ଗରମ ପାଣି ମଧ୍ୟ ମିଶେଇ ପାରିବେ। ଏଠି ମୁଁ ବେଶୀ ଗରମ ପାଣି ମିଶେଇନି ଆଉ 3 ଚାମଚ ପାଖାପାଖି ଗରମ ପାଣି ମିଶେଇଛି କାହିଁକିନା ଟିକେ ଜଷ୍ଟ ବହଳିଆ ରହିଲେ ପିଠା ସାଙ୍ଗକୁ ଖାଇବା ପାଇଁ ବହୁତ ଭଲ ଲାଗିବ। ଏବେ ଆମେ ଏଥିରେ ଆଉ ଟିକେ ଜଷ୍ଟ ଭଲ ଟେଷ୍ଟ ଆସିବା ପାଇଁ ହାଫ ଚାମଚ କରି ପାଉଡର ଆଡ କରିନବା ଲାଷ୍ଟକୁ। ଆଡ କରିକି ଧିମି ଆଞ୍ଚରେ ତାକୁ 1 ମିନିଟ ଛାଡ଼ିଦେବେ। 1 ମିନିଟ ପରେ ଗ୍ୟାସ ଫ୍ଲେମକୁ ଅଫ୍ କରିନେବେ। ରେଡି ହେଇଗଲା ଆପଣଙ୍କର ପୁରା କମ ମସଲା କମ ତେଲରେ ମଟର ତରକାରୀ। ପିଠା ସହିତ ବହୁତ ଭଲ ଲାଗିଥାଏ। ମତେ ତ ଭଲ ଲାଗେ ଆପଣ ମାନେ ଟେଷ୍ଟ କଲେ ଜାଣିବେ। ତେଣୁକରି ଥରେ ନିଶ୍ଚିତ ଟ୍ରାଏ କରନ୍ତୁ କେମିତି ଲାଗୁଛି କମେଣ୍ଟ କରିକି ଜଣାନ୍ତୁ। ରହୁଛି ପୁଣି ଦେଖା ନେକ୍ସଟ ଭିଡିଓରେ। ଜୟ ଜଗନ୍ନାଥ।